ବିଶାଳ ନଦୀର କୂଳରେ ବହୁତ ପ୍ରାଣୀ ବାସ କରୁଥିଲେ। ସେହି ନଦୀ ଭିତରେ ଗୋଟେ କୁମ୍ଭୀର ଅନେକ ବତକ ରହୁଥିଲେ। ସେହି ନଦୀ ଭିତରେ କୁମ୍ଭୀର ଏବଂ ବତକ ଭଲ ସାଙ୍ଗ ହୋଇ ରହୁଥିଲେ। ବତକ ଯାଇ ନଦୀ କୂଳମାନଙ୍କରେ ଖାଦ୍ୟ ଖୋଜୁଥିଲା। ବତକ ଖାଦ୍ୟ ଖୋଜି ଖୋଜି ଗଛ ମୂଳକୁ ପଳେଇଗଲା। ସେ ଭାବିଲା ଏ ଗଛ ମୂଳରେ ମୁଁ ରହିଲେ ହୁଏତ ମୋତେ କିଛି ଖାଦ୍ୟ ମିଳିବ। ହେଲେ ସେତିକି ବେଳେ ବତକ ଉପରେ ଗଛର ବଡ଼ ଡାଳଟା ଭାଙ୍ଗି ବତକ ଉପରେ ପଡ଼ିଗଲା। ବତକଟି ଗଛର ବଡ଼ ଡାଳ ତଳେ ଚାପି ହୋଇ ରହିଗଲା। ବହୁତ ଚେଷ୍ଟା ବି କଲା ସେ ଡାଳରୁ ବାହାରିବାକୁ, ହେଲେ ଯେତେବେଳେ ନ ବାହାରି ପାରିଲା ସେ ଚିତ୍କାର କରିବାକୁ ଲାଗିଲା, କିଏ କୋଉଠି ଅଛ? ମୋତେ ବଞ୍ଚାଅ, ମୋ ଉପରେ ଗୋଟେ ବଡ଼ ଡାଳଟେ ପଡ଼ିଯାଇଛି, ମୁଁ ଏଠୁ ବାହାରି ପାରୁନି। କିନ୍ତୁ ବତକକୁ କେହି ବଞ୍ଚେଇବାକୁ ଆସିଲେ ନାହିଁ। ତାପରେ କୁମ୍ଭୀର ବତକର ଚିତ୍କାର ଶୁଣି କୂଳକୁ ଆସିଲା। କୂଳକୁ ଆସି ପଚାରିଲା କୁମ୍ଭୀର, କ'ଣ ହେଲା ଭାଇ, ତୁମେ ଏତେ ଜୋର କାହିଁକି ଚିତ୍କାର କରୁଛ? ଆରେ ଭାଇ, ତୁମେ କ'ଣ ଦେଖିପାରୁନ ମୋ ଉପରେ କେତେ ବଡ଼ ଡାଳଟେ ପଡ଼ିଛି? ମୋତେ ଏଠୁ ଉଦ୍ଧାର କର। ତୁମେ ବ୍ୟସ୍ତ ହୁଅ ନାହିଁ, ମୁଁ ତୁମ ସାଙ୍ଗ ଅଛି ନା। ତୁମେ ଖାଲି ଛାନିଆ ହେଇଯାଉଛ। ଏମିତି ଛାନିଆ ହେଲେ କେମିତି ହବ? ସାଙ୍ଗ, ମୁଁ ଏ ଡାଳ ତଳେ ବହୁତ ସମୟ ହେଲା ପଡ଼ିଯାଇଛି, ହେଲେ ମୋତେ ଏଠୁ ବଞ୍ଚେଇବାକୁ କେହି ବି ଆସିଲେ ନାହିଁ। ମୋତେ ଦୟାକରି ଏଠାରୁ ମୋତେ ବଞ୍ଚେଇ ଦିଅ। ଠିକ୍ ଅଛି, ମନ ଦୁଃଖ କର ନାହିଁ, କେହି ନ ଆସିଲେ ନାହିଁ, ମୁଁ ତୁମର ବନ୍ଧୁ ଅଛି ନା। ଏମିତି କହି କୁମ୍ଭୀରଟି ବତକ ପାଖକୁ ଆସିଲା। ବତକ ଉପରେ ପଡ଼ିଥିବା ଡାଳଟିକୁ ପାଟିରେ କାମୁଡ଼ି ଭିଡ଼ି ଭିଡ଼ି ଟାଣିନେଲା। ବତକଟି ବହୁତ ଖୁସି ହୋଇଗଲା। ବତକ ଖୁସି ହୋଇ କୁମ୍ଭୀରକୁ ଧନ୍ୟବାଦ ଜଣାଇଲା। କହିଲା, ତୁମେ ଯଦି ନ ଆସିଥାନ୍ତ ହୁଏତ ଏଇଠି ମୋର ପ୍ରାଣ ଯାଇଥାନ୍ତା। ମୋର ବିନା ସାହାଯ୍ୟରେ ମୁଁ ଏ ଡାଳରୁ ବଞ୍ଚି ପାରିନଥାନ୍ତି କିମ୍ବା ମୁଁ ଏଠୁ ବାହାରିକି ଯାଇ ବି ପାରିନଥାନ୍ତି। ମୋର ଏ ଉପକାର ମୋ ଜୀବନ ସାରା କେବେ ଭୁଲି ପାରିବି ନାହିଁ। କୁମ୍ଭୀର ହସିକି କହିଲା, ମିତ୍ରତାରେ ସବୁବେଳେ ସମାନତା ବଡ଼ କଥା ନୁହେଁ, ବରଂ ସାହାଯ୍ୟର ଅନୁଭବ ସବୁବେଳେ ଆଣେ। ତେଣୁ ଆଜିଠୁ ଆମ ଭିତରେ ଭଲ ବନ୍ଧୁତା ସବୁବେଳେ ଏମିତି ରହିଥିବ। ଦିନଠୁ କୁମ୍ଭୀର ଏବଂ ବତକ ଭଲ ସାଙ୍ଗ ହୋଇ ନଦୀରେ ରହିଲେ।